ନମସ୍କାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ହାର୍ଦ୍ଦିକ ସ୍ୱାଗତ। ସୁରଭି 2024 ମସିହାର କୁଇଜ୍ ପ୍ରତିଯୋଗିତାରେ ଉଭୟ ଜୁନିୟର ଏବଂ ସିନିୟର ଗ୍ରୁପ ନିମନ୍ତେ ଦିଆଯାଇଥିବା ବିଷୟବସ୍ତୁ ଆଧାରିତ କେତୋଟି କୁଇଜ୍ କ୍ୱେଶ୍ଚିନ୍ ସମ୍ବନ୍ଧରେ ଆଲୋଚନା କରିବା। ପ୍ରଦତ୍ତ ବିଷୟଟି ହେଉଛି କଳା ଓ ସଂସ୍କୃତି, ବିଜ୍ଞାନ, ଗଣିତ, ଇତିହାସ, ଭୂଗୋଳ, ରାଜନୀତି, ଓଡ଼ିଶା ସମ୍ବନ୍ଧୀୟ ଏବଂ ପୌଷ୍ଟିକ ଖାଦ୍ୟ ଆଧାରିତ। କ୍ୱେଶ୍ଚିନ୍ ନମ୍ବର 1, ଓଡ଼ିଶାର ଶଙ୍ଖକ୍ଷେତ୍ର କାହାକୁ କୁହାଯାଏ? ଉତ୍ତର ହେଉଛି ପୁରୀ। ଆୟତନ ଅନୁସାରେ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲାର ନାମ କ'ଣ? ଉତ୍ତର ମୟୂରଭଞ୍ଜ। କ୍ୱେଶ୍ଚିନ୍ ନମ୍ବର 3, ଆମ ରାଜ୍ୟ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟର ନାମ କ'ଣ? ଓଡ଼ିଶୀ ନୃତ୍ୟ। କ୍ୱେଶ୍ଚିନ୍ ନମ୍ବର 4, ଓଡ଼ିଶା କେବେ ସ୍ୱତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଲା? ଉତ୍ତର ହେଉଛି 1936 ମସିହା ଏପ୍ରିଲ 1 ତାରିଖ। 5 ନମ୍ବର ପ୍ରଶ୍ନ, କେଉଁ ଦିନଠାରୁ ଜଗନ୍ନାଥଙ୍କର ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ? ଉତ୍ତର ହେଉଛି ଅକ୍ଷୟ ତୃତୀୟା। କ୍ୱେଶ୍ଚିନ୍ ନମ୍ବର 6, କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? ଲାଙ୍ଗୁଳା ନରସିଂହ ଦେବ। କ୍ୱେଶ୍ଚିନ୍ ନମ୍ବର 7, କେଉଁ ରାଜବଂଶର ଶାସନ କାଳକୁ ଓଡ଼ିଶା ଇତିହାସରେ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ? ଗଙ୍ଗବଂଶ। କ୍ୱେଶ୍ଚିନ୍ ନମ୍ବର 8, ଭୁବନେଶ୍ୱର ନିକଟରେ କେଉଁ ସ୍ଥାନରୁ ଏକ ବିରାଟ ଦୁର୍ଗର ଧ୍ୱଂସାବଶେଷ ଆବିଷ୍କୃତ ହୋଇଛି? ଉତ୍ତର ହେଉଛି ଶିଶୁପାଳଗଡ଼। କ୍ୱେଶ୍ଚିନ୍ ନମ୍ବର 9, ମହାଭାରତରେ ପରୀକ୍ଷିତ କାହାର ପୁଅ? ଉତ୍ତର ହେଉଛି ଅଭିମନ୍ୟୁ। କ୍ୱେଶ୍ଚିନ୍ ନମ୍ବର 10, ଚମରି ଗାଈ କେଉଁ ଅଞ୍ଚଳରେ ଦେଖାଯାଏ? ଉତ୍ତର ହେଉଛି ହିମାଳୟ ଅଞ୍ଚଳରେ। କ୍ୱେଶ୍ଚିନ୍ ନମ୍ବର 11, ଯେଉଁ ଜୀବ ଖାଲି ଆଖିରେ ଦେଖାଯାଇନଥାନ୍ତି, ଯାହାର ଉତ୍ତର ହେଉଛି ଅଣୁଜୀବ। କ୍ୱେଶ୍ଚିନ୍ ନମ୍ବର 12, ମନୁଷ୍ୟର କେତୋଟି ଶ୍ୱାନ ଦାନ୍ତ ଅଛି? ଉତ୍ତର ହେଉଛି 4ଟି। କ୍ୱେଶ୍ଚିନ୍ ନମ୍ବର 13, ମନୁଷ୍ୟର କାନକୁ କେଉଁ ଶବ୍ଦ ତରଙ୍ଗ ଶୁଭେ ନାହିଁ? ଉତ୍ତର ହେଉଛି ଅଲ୍ଟ୍ରାସୋନିକ। କ୍ୱେଶ୍ଚିନ୍ ନମ୍ବର 14, ମନୁଷ୍ୟର ହୃତ୍ପିଣ୍ଡରେ ଥିବା 2ଟି କୋଠରୀର ନାମ କ'ଣ? ଉତ୍ତର ହେଉଛି ଅଳିନ୍ଦ ଓ ନିଳୟ। କ୍ୱେଶ୍ଚିନ୍ ନମ୍ବର 15, ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଓ ଭାଇସରାୟଙ୍କ ନାମ କ'ଣ? ଉତ୍ତର ହେଉଛି ଲର୍ଡ କ୍ୟାନିଂ। କ୍ୱେଶ୍ଚିନ୍ ନମ୍ବର 16, ଓଡ଼ିଆ ନୂତନ ବର୍ଷ କେବେ ପାଳିତ ହୁଏ? ଉତ୍ତର ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। କ୍ୱେଶ୍ଚିନ୍ ନମ୍ବର 17, ଭାରତ ସ୍ୱାଧୀନତା ପାଇଁ ପ୍ରଥମେ କେବେ ଆନ୍ଦୋଳନ ହୋଇଥିଲା? ଉତ୍ତର ହେଉଛି 1857 ମସିହା ମେ ମାସ 10 ତାରିଖ। କ୍ୱେଶ୍ଚିନ୍ ନମ୍ବର 18, ଭାରତୀୟ ଜାତୀୟ କ୍ୟାଲେଣ୍ଡର କେବେ ପ୍ରଚଳିତ ହେଲା? ଉତ୍ତର ହେଉଛି ମାର୍ଚ୍ଚ 22 ତାରିଖ 1957 ମସିହା। କ୍ୱେଶ୍ଚିନ୍ ନମ୍ବର 19, କେଉଁ ମୋଗଲ ପ୍ରଥମେ ଭାରତ ଆକ୍ରମଣ କରିଥିଲେ? ଉତ୍ତର ହେଉଛି ଚେଙ୍ଗିଜ ଖାଁ। କ୍ୱେଶ୍ଚିନ୍ ନମ୍ବର 20, ଓଡ଼ିଶାର କେଉଁ ଅଞ୍ଚଳ ସର୍ବଶେଷରେ ଇଂରେଜଙ୍କ ଅଧୀନକୁ ଯାଇଥିଲା? ଓଡ଼ିଶାର କେଉଁ ଅଞ୍ଚଳ ସର୍ବଶେଷରେ ଇଂରେଜଙ୍କ ଅଧୀନକୁ ଯାଇଥିଲା? ଉତ୍ତର ହେଉଛି ଖୋର୍ଦ୍ଧା। ଭାରତର ପ୍ରଥମ ନାଗରିକ? ଉତ୍ତର ହେଉଛି ରାଷ୍ଟ୍ରପତି। କ୍ୱେଶ୍ଚିନ୍ ନମ୍ବର 22, ଭାରତରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ କେବେ ହୋଇଥିଲା? ଉତ୍ତର ହେଉଛି 1922 ମସିହା। ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା? 1950 ମସିହା ଜାନୁଆରୀ 26 ତାରିଖ ଦିନ। କ୍ୱେଶ୍ଚିନ୍ ନମ୍ବର 24, କେଉଁ ମସିହାରେ ନିର୍ବାଚନ ହୋଇଥିଲା?
ଉତ୍ତର ହେଉଛି 1952 ମସିହା। କ୍ୱେଶ୍ଚିନ୍ ନମ୍ବର 25, ଏକମାତ୍ର ମୌଳିକ ଯୁଗ୍ମ ସଂଖ୍ୟାଟି କିଏ? ଉତ୍ତର ହେଉଛି 2। କ୍ୱେଶ୍ଚିନ୍ ନମ୍ବର 26, କ୍ଷୁଦ୍ରତମ ଯୌଗିକ ସଂଖ୍ୟା କିଏ? ଉତ୍ତର ହେଉଛି 4। କ୍ୱେଶ୍ଚିନ୍ ନମ୍ବର 27, କେଉଁ ତିନୋଟି ଧନାତ୍ମକ ସଂଖ୍ୟାକୁ ଗୁଣିଲେ କିମ୍ବା ମିଶାଇଲେ ସମାନ ଉତ୍ତର ମିଳିବ? କେଉଁ ତିନୋଟି ଧନାତ୍ମକ ସଂଖ୍ୟାକୁ ଗୁଣିଲେ କିମ୍ବା ମିଶାଇଲେ ସମାନ ଉତ୍ତର ମିଳିବ? ଉତ୍ତର ହେଉଛି 1, 2 ଏବଂ 3। କ୍ୱେଶ୍ଚିନ୍ ନମ୍ବର 28, ଶୂନର ଉଦ୍ଭାବକ କିଏ? ଉତ୍ତର ହେଉଛି ଆର୍ଯ୍ୟଭଟ୍ଟ। କ୍ୱେଶ୍ଚିନ୍ ନମ୍ବର 29, ଜ୍ୟାମିତିର ଜନକ କିଏ? ଉତ୍ତର ହେଉଛି ୟୁକ୍ଲିଡ। କ୍ୱେଶ୍ଚିନ୍ ନମ୍ବର 30, କେଉଁ ଖାଦ୍ୟରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ? ଉତ୍ତର ହେଉଛି କ୍ଷୀର। କ୍ୱେଶ୍ଚିନ୍ ନମ୍ବର 31, ମାଛ କାହା ସାହାଯ୍ୟରେ ଶ୍ୱାସକ୍ରିୟା କରେ? ଉତ୍ତର ହେଉଛି ଗାଲି। କ୍ୱେଶ୍ଚିନ୍ ନମ୍ବର 32, ମଣିଷ ଶରୀରରେ କେତେ ପ୍ରତିଶତ ଜଳ ରହିଥାଏ? ଉତ୍ତର ହେଉଛି 70%। କ୍ୱେଶ୍ଚିନ୍ ନମ୍ବର 33, ମଣିଷର ସ୍ପନ୍ଦନ ପ୍ରତି ମିନିଟରେ କେତେ ଥର ଧକ୍ ଧକ୍ କରିଥାଏ? ଉତ୍ତର ହେଉଛି 72 ଥର। କ୍ୱେଶ୍ଚିନ୍ ନମ୍ବର 34, ହାଡ଼ରେ ଥିବା ମୁଖ୍ୟ ଉପାଦାନ କ'ଣ? ଉତ୍ତର ହେଉଛି କ୍ୟାଲସିୟମ। କ୍ୱେଶ୍ଚିନ୍ ନମ୍ବର 35, ରକ୍ତରେ ଥିବା ତରଳ ପଦାର୍ଥକୁ କ'ଣ କୁହାଯାଏ? ଉତ୍ତର ହେଉଛି ପ୍ଲାଜମା। କ୍ୱେଶ୍ଚିନ୍ ନମ୍ବର 36, ଅଧିକ ଲୁଣ ଖାଇବା ଦ୍ୱାରା କେଉଁ ରୋଗ ହୁଏ? ଉତ୍ତର ହେଉଛି ହୃଦଘାତ। କ୍ୱେଶ୍ଚିନ୍ ନମ୍ବର 37, କେଉଁ ଖାଦ୍ୟ ସାର ଶରୀରକୁ ଚିକ୍କଣ କରିଥାଏ? ଉତ୍ତର ହେଉଛି ସ୍ନେହସାର। କ୍ୱେଶ୍ଚିନ୍ ନମ୍ବର 38, କେଉଁ ଖାଦ୍ୟ ସାର ଶରୀରକୁ ଶକ୍ତି ଦିଏ? ଉତ୍ତର ହେଉଛି ଶ୍ୱେତସାର। କ୍ୱେଶ୍ଚିନ୍ ନମ୍ବର 39, ଓଡ଼ିଶାର କେଉଁ ଜିଲ୍ଲା ଘୁମୁରା ନୃତ୍ୟ ପାଇଁ ପ୍ରସିଦ୍ଧ? ଉତ୍ତର ହେଉଛି କଳାହାଣ୍ଡି। କ୍ୱେଶ୍ଚିନ୍ ନମ୍ବର 40, କେଉଁ ନୃତ୍ୟ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରସିଦ୍ଧ? କେଉଁ ନୃତ୍ୟ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରସିଦ୍ଧ? ଉତ୍ତର ହେଉଛି ଛଉ ନୃତ୍ୟ। ଆଶା କରୁଛି ଏସବୁ ପ୍ରଶ୍ନ ତୁମମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ରହିବ।